ଗତକାଲି ଆମେ ରିଲାଏବଲ୍ ସୋର୍ସରୁ ଇନଫର୍ମେସନ୍ ପାଇଲୁ ଯେ ନିମାପଡ଼ା ପୁରୀ ଗୋଟେ ଜିଓ ପେଟ୍ରୋଲ ପମ୍ପ ଅଛି, ସେଠି ଗୋଟେ ବ୍ରାଉନ୍ ସୁଗର ଡିଲ୍ ହେବାର ଅଛି। ତେଣୁ ଆମେ ଗୋଟେ ପଠେଇଥିଲୁ ସ୍ପେଶାଲ ଟିମ୍ ନିମାପଡ଼ାକୁ ଯାଇଥିଲେ। ସେଠି ଜଣେ ଲୋକ ଗୋଟେ କ୍ୟାରି ବ୍ୟାଗ୍ରେ ଧରିଥିଲା କିଛି ସସ୍ପିସିୟସ୍ ଜିନିଷ। ତାକୁ ଚେକ୍ କଲା ତା ବ୍ୟାଗ୍ରୁ ବାହାରିଲା 1 କେଜି 60 ଗ୍ରାମ, 1 କେଜି 60 ଗ୍ରାମ ବ୍ରାଉନ୍ ସୁଗର ବାହାରିଲା। ତାକୁ ଆମେ ଗିରଫ କରିଛୁ। ତା ନାଁ ହେଉଛି ସୁଜିତ କୁମାର ମହାନ୍ତି ଏଲିଆସ୍ ପାପୁଲୁ, ବାପା ନାଁ ପ୍ରଦୀପ କୁମାର ମହାନ୍ତି, ଗୁଆଳପଡ଼ା ଥାନା ନିମାପଡ଼ା ଜିଲ୍ଲା ପୁରୀ। ତେଣୁ ସେ ଯେହେତୁ ଇଲିଗାଲ ପୋଜିସନ୍ ତାର କନସିୟସ୍ ପୋଜିସନ୍ ସିଜର ହେଇଛି ବ୍ରାଉନ୍ ସୁଗର, ତାକୁ ଆମେ ଆରେଷ୍ଟ କରିଛୁ। ସଂକ୍ରାନ୍ତରେ କେସ୍ ହେଇଛି ଆମର ଏସ୍ଟିଏଫ୍ ପୋଲିସ୍ ଷ୍ଟେସନ କେସ୍ ନମ୍ବର 1 ଡେଟେଡ୍ 6/2024 ଅଣ୍ଡର ସେକ୍ସନ 21C NDPS Act 1985 ଏବଂ ତାକୁ ଆଜି ଆମେ ଏଡିଜେ କୋର୍ଟ ନିମାପଡ଼ାକୁ ଫରୱାର୍ଡ କରିବୁ। ଆପଣ ଜାଣିଛନ୍ତି ଯେ ଧଳା ଜହର ବିରୁଦ୍ଧରେ ଆମର ସ୍ପେଶାଲ ଡ୍ରାଇଭ୍ ଚାଲିଛି 2020 ମସିହାରୁ ଏବଂ ବର୍ତ୍ତମାନ ଆମେ ମୋର୍ ଦେନ୍ 75 kg ଅଫ୍ ବ୍ରାଉନ୍ ସୁଗର ଜବତ କରିସାରିଲୁଣି। କୋକେନ୍ 200 ଗ୍ରାମ ସିଜର ହେଇଛି, 116 କୁଇଣ୍ଟାଲ ଗଞ୍ଜି, 3 କେଜି 630 ଗ୍ରାମ ଅଫିମ ମଧ୍ୟ ଜବତ କରାଯାଇଛି। କୋଉଠୁ ଆଣୁଥିଲା, କାହାକୁ ବିକିଥାନ୍ତା? ସେ ତାର ସେ ନାଁ ତାକୁ ଆମେ ଇଣ୍ଟ୍ରୋଡକ୍ସନ କରୁଥିଲୁ, ତାକୁ ଆମେ ସେ ନାଁ ଭିତରେ କହିଛି। ଆମେ ଦେଖିବା ତାକୁ ଭେରିଫାଏ କରାହେବା। ତାର ମୋବାଇଲ ସିଜର ହେଇଛି, ମୋବାଇଲରୁ କାହା ସାଙ୍ଗେ କଥା ହେଇଛି, କାହା ସାଙ୍ଗେ ଡିଲ୍ କରାଉଥିଲା, ସେଟା ତଦନ୍ତ ପରେ ଜଣାପଡ଼ିବ। सर ये एकुटिया ना या सर टीम आउ किए अछन? ବର୍ତ୍ତମାନ ଯାଏ ତ ସେ ଜଣେ ଅଛି। ତେଣୁ ତାର ଆମେ କେସ୍ ଇନଭେଷ୍ଟିଗେସନ ଆଜି କେସ୍ ହେଇଛି। ତେଣୁ ପରବର୍ତ୍ତୀ ସମୟ ଜଣାପଡ଼ିବ ସେ କାହାଠୁ ଆଣିଥିଲା, କାହାକୁ ଦେଇଥାନ୍ତା, ସେଟା ପରେ ଜଣାପଡ଼ିବ।